ତେଣୁ ସେଇଠୁ କଥା ଉଠେ ଯେ ମଣିଷ ଯେତେବେଳେ ଈଶ୍ୱରଙ୍କୁ ଯେତେବେଳେ ବୁଝିପାରେ, ଈଶ୍ୱରଙ୍କୁ ଯେତେବେଳେ ବୁଝିପାରେ ଏବଂ ଈଶ୍ୱରୀୟ ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ତା ଭିତରେ ପ୍ରକଟ ହୁଏ, ସେତେବେଳେ ସେ ତତ୍ମାଫିକ ତା ଜୀବନଟାକୁ ଅତିବାହିତ କରେ। ସେତେବେଳେ ସେ ସାଧୁ ହେଇଯାଏ, ସେତେବେଳେ ସେ ଭକ୍ତ ହେଇଯାଏ। ତେଣୁ ବାସ୍ତବ ଭକ୍ତ ଯୋଉ ଚାରୋଟି ଜିନିଷ ଆମ ଆଲୋଚନା କଲେ, ଆର୍ତ, ଜିଜ୍ଞାସୁ, ଅର୍ଥାର୍ଥୀ ଆଉ ଜ୍ଞାନୀ। ତେଣୁ ଆମେ ସମସ୍ତେ କୋଉ କାଟାଗୋରୀ ଯାଉଛୁ ଆମେ ତାକୁ ଆମେ ଚିନ୍ତା କରିପାରିବା। ଆମମାନେ ଆମେମାନେ ଆର୍ତ ମଧ୍ୟ ଯେତେବେଳେ ବେଶୀ ସଫରିଂ କରୁ, କିଛି ଅସୁବିଧା ପଡେ, ଆମେ ସେତେବେଳେ ଈଶ୍ୱରଙ୍କୁ ବେଶୀ ଡାକୁ, ଅନ୍ୟ ବେଳେ ଡାକୁନା। ଅନ୍ୟ ବେଳେ ତାଙ୍କୁ ପଛ କରିକି ବୁଲୁ, ମନ୍ଦିର ବାଟ ଦେଇ ଗଲାବେଳେ ବି ମନ୍ଦିରକୁ ଅନଉ ନାକି ଯାଉ। କିନ୍ତୁ ଯେତେବେଳେ ଅସୁବିଧା ପଡେ ମନ୍ଦିରରେ ନେଇକି କ୍ଷୀର ଢାଳୁ ଶିବଙ୍କ ମୁଣ୍ଡରେ, କି କୃଷ୍ଣ ଦେବତାଙ୍କୁ ପୂଜା କରୁ, ବିଷ୍ଣୁଙ୍କୁ ପୂଜା କରୁ, ଏସବୁ ପୂଜା ଅର୍ଚ୍ଚନା କରୁ। କାହିଁକି? ଆମେ ହଉଛୁ ସେ ଆର୍ତ ଗୋଷ୍ଠୀ। ଆଉ କେତେବେଳେ ଅସୁବିଧା ପଡିଲେ ଅସୁବିଧା ପଡିଲେ ଅର୍ଥାର୍ଥୀ, ଆମେ ଜିଜ୍ଞାସୁ ବି ହେଇପାରୁନା କି ଜ୍ଞାନୀ ଭକ୍ତ ମଧ୍ୟ ହେଇପାରୁନା। ଜିଜ୍ଞାସୁ ଈଶ୍ୱରୀୟ ସମ୍ବନ୍ଧୀୟ ଜ୍ଞାନ ଆମେ ଆହରଣ କରିବା ପାଇଁ ଚାହୁଁନା। ତେଣୁ ଠାକୁରଙ୍କର ଯୋଉ ଯେତେ ବାଣୀ ଅଛି, ଆମେ କେତେ ପଢିଛେ, କେତେ ବୁଝିଛେ, ତାଙ୍କୁ ସେଇ ବୁଝିବା ଆମ ଦ୍ୱାରା ହୁଏ ନା। ଆମ ପାଖରେ ସେତିକି ଜ୍ଞାନ ବୈଶିଷ୍ଟ୍ୟ ନଥାଏ ଯାହା ଈଶ୍ୱରଙ୍କୁ ଆମେ ବୁଝିପାରିବା। ଈଶ୍ୱରଙ୍କୁ ବୁଝିବା ମାନେ ହିଁ ସବୁ କିଛିକୁ ଜାଣିବା। ଈଶ୍ୱରଙ୍କୁ ଆମେ ଜାଣିପାରୁ। ତେଣୁ ଠାକୁରଙ୍କର ଯୋଉ କଥା ଯେତେବେଳେ ଠାକୁର କହୁଥିଲେ, ଯେ ଏଇ ଭକ୍ତର କଥା ଯେତେବେଳେ ଉଠେ, ଠାକୁର କହୁଛନ୍ତି ଶ୍ରଦ୍ଧା ଓ ବିଶ୍ୱାସ। ଶ୍ରଦ୍ଧା ଆମେ ତାକୁ ପ୍ରେମ ବୋଲି କହିପାରୁ। ଶ୍ରଦ୍ଧା ଓ ବିଶ୍ୱାସ ଦୁଇ ଭାଇ, ଗୋଟିଏ ଆସିଲେ ଅନ୍ୟଟି ବି ଆସେ। ଯେତେବେଳେ ଯେତେବେଳେ ଆମେ ଈଶ୍ୱରଙ୍କୁ ଆମେ ଭଲ ପାଉ, ଯେତେବେଳେ ପ୍ରେମ କରୁ, ତାପରେ ବିଶ୍ୱାସ ଆସେ। ଏବଂ ଗୋଟିଏ ଆସିଲେ ଆଉ ଗୋଟିଏ ଆସେ। ଯଦି ଆମର ବିଶ୍ୱାସ ଆସେ ତାହେଲେ ତାଙ୍କ ପ୍ରତି ପ୍ରେମ ଆସେ, ଆଉ ଯଦି ପ୍ରେମ ଆସେ ତାହେଲେ ତାପରେ ବି ବିଶ୍ୱାସ ମଧ୍ୟ ଆସେ। ଏବଂ ଠାକୁର ସେଥିପାଇଁ କହିଦେଉଛନ୍ତି ଶ୍ରଦ୍ଧା ବିଶ୍ୱାସ ଇଏ ଦୁଇ ଭାଇ ଭଳିଆ, ଜଣେ ଆସିଲେ ଆଉ ଅନ୍ୟଟି ମଧ୍ୟ ଆସେ। ଠାକୁର ପ୍ରାଞ୍ଜଳ ଭାବରେ ଭକ୍ତର କଥା ବୁଝେଇ ଦେଇଛନ୍ତି। ଠାକୁର କହୁଛନ୍ତି ସନ୍ଦେହର ନିରାକରଣ କର, ବିଶ୍ୱାସର ସିଂହାସନରେ ଭକ୍ତିକୁ ବସାଅ, ହୃଦୟରେ ଧର୍ମରାଜ୍ୟ ସଂସ୍ଥାପିତ ହେଉ। ତେଣୁ ଯେତେବେଳେ ଠାକୁର କହୁଛନ୍ତି, ଏଇ ଭିତରେ ଅନେକ ସମୟରେ ସନ୍ଦେହର ଅନାବନା ଗଛ ମଧ୍ୟ ଉପୁଜେ ଯେ ଠାକୁର ବୋଧେ ଭଗବାନ ନୁହନ୍ତି, ସାଧାରଣ ମଣିଷ। ଏକଥା ମନ ଭିତରେ ଆସେ। ସେଇ ଭାବଟାକୁ ମନୁଷ୍ୟକୁ ଯେତେବେଳେ ଦୂରୀକରଣ କରାଯାଏ, ଦୂର କରିଗଲା ପରେ ସେତେବେଳେ ମଣିଷ ବିଶ୍ୱାସ ସହିତ ଗାଢା ହୁଏ। ସେଥିପାଇଁ ଠାକୁର କହୁଛନ୍ତି ବିଶ୍ୱାସର ସିଂହାସନରେ ଭକ୍ତିକୁ ବସାଅ। ଭକ୍ତି ମାନେ ପ୍ରେମକୁ ବସାଅ। ସେଇ ବିଶ୍ୱାସ ଭିତରେ ଯେତେବେଳେ ଭକ୍ତି ପ୍ରେମ ଯେତେବେଳେ ଜାଗୃତ ହୁଏ, ମଣିଷ ସେତେବେଳେ ସେଇ ପ୍ରେମ ଭୟଙ୍କର ପ୍ରେମରେ ସେ ଆଚ୍ଛାଦିତ ହୋଇ ଉଠେ। ଠାକୁର କହୁଛନ୍ତି ସତରେ ନିରବିଚ୍ଛିନ୍ନ ସଂଲଗ୍ନ ରହିବାର ଚେଷ୍ଟାକୁ ହିଁ ଭକ୍ତି କହନ୍ତି। ଠାକୁର କହୁଛନ୍ତି ସତରେ ନିରବିଚ୍ଛିନ୍ନ ସଂଲଗ୍ନ ମାନେ ଯୁକ୍ତ ରହିବାର ଚେଷ୍ଟାକୁ ହିଁ ଭକ୍ତି କୁହନ୍ତି। ତା ମାନେ ଭକ୍ତି କାହାକୁ କୁହନ୍ତି? ଭକ୍ତି ଏଇ ଭଜ ଜାତିରୁ ଆସିଛି। ଏଇଠି କଥା ଉଠେ, ଆମେ ପ୍ରେମ ତିନି ପ୍ରକାର ଥାଏ। ମୁଁ ମୋ ସନ୍ତାନ ସନ୍ତତିକୁ ପ୍ରେମ କରେ, ତାକୁ ମୁଁ ସ୍ନେହ ଶ୍ରଦ୍ଧା ବୋଲି କହିପାରେ। ମୁଁ ମୋ ସ୍ତ୍ରୀ, ମୋର ବନ୍ଧୁବାନ୍ଧବ ଏମାନଙ୍କୁ ପ୍ରେମ କରେ, ତାହା ହଉଛି ପ୍ରତିଦାନ ମୂଳକ। ମୁଁ ମୋ ସନ୍ତାନ ସନ୍ତତିକୁ ଯେତେବେଳେ ପ୍ରେମ କରେ, ମୁଁ ତତ୍କ୍ଷଣାତ ମତେ କିଛି ନ ମିଳିପାରେ, କିନ୍ତୁ ଭବିଷ୍ୟତରେ କିଛି ମିଳିବାର ଆଶା ମଧ୍ୟ ଥାଏ, ତାହା ହଉଛି ଶ୍ରଦ୍ଧା। କିନ୍ତୁ ମୋ ସ୍ତ୍ରୀକୁ ପ୍ରେମ କରେ, ମୁଁ ତତ୍କ୍ଷଣାତ କିଛି ପ୍ରତିଦାନରେ ଚାହେଁ। ସେ ମୋ ପାଇଁ ଖାଦ୍ୟ ବନାଏ, ରୋଷେଇ କରିଦିଏ, ଘର ସଫା କରେ, ମୋ ଡ୍ରେସ୍ କପଡା ସଫା କରିକି ରଖେ। ମୁଁ ପ୍ରେମ କରେ, ମୁଁ ତା ପାଇଁ ପରିବା ଆଣିକି ଦିଏ, ଅର୍ଥ କମାଏ। ତେଣୁ ଇଏ ହଉଛି ଏକ ମାନେ ପ୍ରତିଦାନ ମୂଳକ ପ୍ରେମ। ଏ ପ୍ରେମଟା ଦାନ ପ୍ରତିଦାନ ଭିତରେ ଚାଲେ। କିନ୍ତୁ ମୁଁ ମୋ ବାପା ମାଙ୍କୁ ଭକ୍ତି କରେ, ଗୁରୁଜନକୁ ଭକ୍ତି କରେ, ଗୁରୁଙ୍କୁ ଭକ୍ତି କରେ, ଈଶ୍ୱରକୁ ଭକ୍ତି କରେ, ତେବେ ଭକ୍ତି ଆଉ ପ୍ରେମ ଭିତରେ ଡିଫରେନ୍ସଟା କଣ? ଭକ୍ତି ଆଉ ପ୍ରେମ ଭିତରେ ଏକମାତ୍ର ଡିଫରେନ୍ସ ହେଉଛି ପ୍ରେମ ସହିତ ସେବାକୁ ଯୋଡ଼ିଦେଲେ ଯାହା ହୁଏ ତାହା ହଉଛି ଭକ୍ତି। ସେଥିପାଇଁ ପ୍ରେମ କରିବା ସହିତ ସେବା କରିବାକୁ ପଡେ, ଈଶ୍ୱରୀୟ ସେବା। ଏଇ ଡିପି ୱାର୍କ ହଉଛି ସେବା, ତାଙ୍କରି ସେବା। এই ডিপি ওয়ার্ক মাধ্যমে অনেক মানব কল্যাণের আমি নিজ জীবনকে ব্যাপৃত করু, তাহা হচ্ছে বাস্তব সেবা। তেমন সেইটি কথা উঠে, মু যে সেবা দেই ঈশ্বরକୁ যে সেবা দিই, সেই সেবাটা হচ্ছে ଈଶ୍ୱରୀୟ ପ୍ରେମ। ତେଣୁ ମୋ ବାପା ମାଙ୍କୁ ମୁଁ ପ୍ରେମ କରେ, ତା ସହିତ ସେବା ଦିଏ, ତାହା ହଉଛି ଭକ୍ତି।
ଠାକୁର ଯାହା କହିଛନ୍ତି ଯେ ସତରେ ନିରବିଚ୍ଛିନ୍ନ ସଂଲଗ୍ନ ରହିବାର ଚେଷ୍ଟାକୁ ହିଁ ଭକ୍ତି କୁହାଯାଏ। ସତରେ ନିରବିଚ୍ଛିନ୍ନ ସଂଲଗ୍ନ, ତାପରେ ସତରେ ନିରବିଚ୍ଛିନ୍ନ ସଂଲଗ୍ନ ରହିପାରେ ନା, କାରଣ ମୋର ବ୍ୟକ୍ତିଗତ ଜୀବନରେ ଅନେକ କର୍ମ ଥାଏ, ବ୍ୟକ୍ତିଗତ ଜୀବନରେ ଅନେକ ଜଞ୍ଜାଳ ଥାଏ। ତା ଭିତରେ ମୁଁ ସେଇ ସତ୍ ଠୁ ବିଯୁକ୍ତ ହେଇକି ନିଜ ବ୍ୟକ୍ତିଗତ ଜୀବନରେ ଜୀବନଟାକୁ ଅତିବାହିତ କରେ, ଦୂରେଇ ଆସେ, ଏଥିରୁ କଟିଯାଏ। ତେଣୁ ଠାକୁର କହୁଛନ୍ତି ସେଥିରେ ଯୋଡ଼ିବି ନିରବିଚ୍ଛିନ୍ନ ଭାବରେ ସଂଲଗ୍ନ ରହିବାର ଚେଷ୍ଟାକୁ ହିଁ ଭକ୍ତି କହନ୍ତି। ଚେଷ୍ଟା କରିବା, ମୁଁ ଯେ ସଫଳ ହେଇଯିବି ସେ ଭକ୍ତ ନୁହଁ, ଏଇ ଚେଷ୍ଟା କରିବାଟା ହଉଛି ଭକ୍ତି। ତେଣୁ ଆମେ ସେଇ ଚେଷ୍ଟା ସତତ କରିବା କଥା, ଈଶ୍ୱରଙ୍କ ସହିତ ବା ସତ୍ ସହିତ ଯୁକ୍ତ ରହିବାକୁ ଚେଷ୍ଟା କରିବା ହିଁ ହଉଛି ଭକ୍ତି। ଠାକୁର କହୁଛନ୍ତି ଭକ୍ତ ହିଁ ପ୍ରକୃତ ଜ୍ଞାନୀ। ଯିଏ ଭକ୍ତ, ଯିଏ ପ୍ରେମ କରି ଶିଖିଛି ଭଗବାନଙ୍କୁ, ସେ ଈଶ୍ୱରୀୟ ସମ୍ବନ୍ଧୀୟ ଜ୍ଞାନକୁ ଆହରଣ କରେ, ସିଏ ହଉଛି ପ୍ରକୃତ ଜ୍ଞାନୀ ଏବଂ ସିଏ ହଉଛି କର୍ମଜୀବୀ। କାରଣ ଯିଏ ଭକ୍ତ ଯୋଗ, ଭକ୍ତି ଯୋଗ ଯାହା ପାଖରେ ଅଛି, ତା ପାଖରେ ଜ୍ଞାନ ଯୋଗ ମଧ୍ୟ ଅଛି, ତା ପାଖରେ କର୍ମଯୋଗ ମଧ୍ୟ ଅଛି, ତା ପାଖରେ ରାଜଯୋଗ ମଧ୍ୟ ଅଛି। ଯୋଉ ଚାରିଟା ଯୋଗ ଯୋଉ ବ୍ୟାସଦେବ କହିଥିଲେ, ସେ ଚାରିଟା ଯୋଗ ତା ଭିତରେ ସମାହିତ ହୁଏ ଯଦି ସେ ପ୍ରକୃତ ଭକ୍ତ ହେଇଥାଏ। ତ ଠାକୁରଙ୍କ ସେ କଥାକୁ ଟିକେ ଆଉ ଥରେ ଦେଖନ୍ତୁ, ସତରେ ନିରବିଚ୍ଛିନ୍ନ ସଂଲଗ୍ନ ରହିବାର ଚେଷ୍ଟାକୁ ହିଁ ଭକ୍ତି କହନ୍ତି। ଚେଷ୍ଟା ମାନେ ପାଇବାର ସଫଳ ହେଇଗଲେ ଭକ୍ତି ନୁହେଁ, ଏଇ ଚେଷ୍ଟା କରିବାଟା ଭକ୍ତି। ତେଣୁ ଆମେ ମାନେ ଠାକୁରଙ୍କ ସହିତ ଯୋଡ଼ି ହେବା ପାଇଁ ଯୋଉ ଚେଷ୍ଟା କରୁଛୁ, ଆମମାନେ ସମସ୍ତେ ଭକ୍ତି କରୁଛୁ। ତେଣୁ ଭକ୍ତି ହିଁ ପ୍ରକୃତ ଜ୍ଞାନୀ। ଆଉ ଭକ୍ତି ବିହୀନ ଜ୍ଞାନ ବାଚକ ଜ୍ଞାନ ମାତ୍ର, ଯେମିତି ବାଚାଳ ଭଳିଆ, ଯେମିତି ଖାଲି କହିବା ଜ୍ଞାନ। ତେଣୁ ଆମେ ଅନେକ ସମୟରେ ବହୁତ କଥା କହୁ କିନ୍ତୁ କରୁନା, ଇଏ ଭକ୍ତର ଲକ୍ଷଣ ନୁହେଁ। ସେଥିରେ ଠାକୁର କହୁଛନ୍ତି ତୁମେ ସୋହଂ କୁହ ଆଉ ବ୍ରହ୍ମାସ୍ମି ବି କୁହ, କିନ୍ତୁ ଭକ୍ତି ଅବଲମ୍ବନ କର। ମାନେ ଅହଙ୍କାର ଥାଉ, ଈଶ୍ୱରଙ୍କୁ ବ୍ରହ୍ମ ସ୍ୱରୂପରେ ଦେଖିପାରେ, କିନ୍ତୁ ଭକ୍ତିକୁ ଅବଲମ୍ବନ କର, ତେବେ ହିଁ ସେଇ ଭାବ ତୁମକୁ ଅବଲମ୍ବନ କରିବ, ନତୁବା କେଉଁଥିରେ କିଛି ହେବ ନାହିଁ, କେଉଁଥିରେ କିଛି ହେବ ନାହିଁ। ସେଥିପାଇଁ ଠାକୁର କହୁଛନ୍ତି ବିଶ୍ୱାସ ଯେପରି, ଭକ୍ତି ସେଇଭଳି ଭାବରେ ଆସିବ, ଆଉ ଜ୍ଞାନ ମଧ୍ୟ ତଦନୁଯାୟୀ ଆସିବ। ତେଣୁ ଏଇଠି କଥା ଉଠେ, ଠାକୁର ତ ପ୍ରଥମରେ କହିଦେଲେ ଯେ ଶ୍ରଦ୍ଧା ଆଉ ଭକ୍ତି ଦୁଇ ଭାଇ, ଗୋଟିଏ ଆସିଲେ ଅନ୍ୟଟି ଆସେ। ତେଣୁ ଯେତେବେଳେ ଭକ୍ତି ଆସେ ସେତେବେଳେ ବିଶ୍ୱାସ ଆସେ। କିନ୍ତୁ ଯଦି ବିଶ୍ୱାସ ଆସେ, ଯେତେବେଳେ ମୁଁ ବିଶ୍ୱାସ କରେ, ବିଲିଭ କରେ, ଠାକୁର ବୋଲିକି ମାନେ, ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରକୁ ଜୀବନ୍ତ ଭଗବାନ ବୋଲି ଯେତେବେଳେ ଭାବେ, ସେଇ ବିଶ୍ୱାସ ଯେତେବେଳେ ଆସେ, ବିଶ୍ୱାସ ଯେତେ ଯାହାର ଯେତିକି, ବିଶ୍ୱାସଟା ଯେତେ ଯେମିତି ଥାଏ, ଭକ୍ତି ମଧ୍ୟ ସେଇପରି ଭାବରେ ଆସିବ। ଭକ୍ତି ସେଇପରି ଭାବରେ ଆସେ, ଆଉ ଜ୍ଞାନ ମଧ୍ୟ ତଦନୁଯାୟୀ ଆସେ। ଜ୍ଞାନ ବା ବୁଦ୍ଧି ସେଇଭଳି ଭାବରେ ଆସେ। ଠାକୁର କହୁଛନ୍ତି ଆଗେ ନିରହଙ୍କାର ହେବାକୁ ଚେଷ୍ଟା କର, ପରେ ସୋହଂ କୁହ, ନତେ ସୋହଂ ତୁମକୁ ଆହୁରି ଅଧପତନକୁ ନେଇଯାଇପାରେ। ନିରହଙ୍କାର ହବାକୁ ଚେଷ୍ଟା କର। ତ ନିରହଙ୍କାର ଭକ୍ତ, ଆମେ ଯେତେବେଳେ ମଥାନତି ଆଚାର୍ଯ୍ୟଦେବ କହୁଥିଲେ, ଆମେ ଯେତେବେଳେ ମୁଣ୍ଡ ଲଗେଇ ପ୍ରଣାମ କରୁ ଈଶ୍ୱରଙ୍କ ପାଖରେ, ତାମାନେ ମୋର ଜ୍ଞାନକୁ ତାଙ୍କ ଚରଣରେ ଦେଇଦିଏ। ଯେତେବେଳେ ପାଦ ତଳେ ଲଗେଇ ଆଣ୍ଠୁ ମାଡ଼ିକି ବସିକି ପ୍ରଣାମ କରେ, ଆଣ୍ଠୁ ମାଡ଼େ, ମୋର ଚଳନ ତାଙ୍କ ଚରଣ କମଳରେ ଦେଇଦିଏ। ମାନେ ମୋର ସମସ୍ତ ଚଳନ, ମୋ ଚଳିବାର ସମସ୍ତ ଭାବଟା ତାଙ୍କ ଚରଣରେ ସମର୍ପଣ କରେ। ଆଉ ପାଦ ମାଟି ଧିରେ ଲଗେଇ ଦିଏ, ତା ମାନେ ମୋର ସମସ୍ତ କର୍ମ ମଧ୍ୟ ତାଙ୍କ ଚରଣରେ ସମାପ୍ତ କରେ। ଇଏ ହଉଛି ଆଚାର୍ଯ୍ୟଦେବଙ୍କର କଥା। ମୁଣ୍ଡ ଲଗାଏ, ମୋର ସମସ୍ତ ଜ୍ଞାନ ତାଙ୍କ ଚରଣରେ। ମୋର ହାତ ଦିଟା ଲଗାଏ, ମୁଁ କରୁଥିବା ସମସ୍ତ କର୍ମ ତାଙ୍କ ଚରଣରେ। ମୋ ପାଦ ଲଗାଏ, ମୋର ସମସ୍ତ ଚଳନ ତାଙ୍କ ଚରଣରେ ଯେତେବେଳେ ସମର୍ପଣ କରେ, ତାହା ହଉଛି ସମର୍ପଣ ଭାବ, ତାହା ହଉଛି ଭକ୍ତିର ଏକମାତ୍ର ଲକ୍ଷ୍ୟ। ଶ୍ରୀ ଠାକୁର କହୁଛନ୍ତି ତୁମେ ଯଦି ସଚିନ୍ତାରେ ସଂଯୁକ୍ତ ରହିବାକୁ ଚେଷ୍ଟା କର, ତୁମର ଚିନ୍ତା, ଆଚାର, ବ୍ୟବହାର ଇତ୍ୟାଦି ଉଦାର ଓ ସତ୍ୟ ହେଉଥିବ, ଆଉ ସେଇ ଲକ୍ଷଣ ଗୁଡ଼ିକ ହିଁ ଭକ୍ତ। ଯେତେବେଳେ ସତରେ ମଣିଷ ଚିତ୍ତଟାକୁ ସଂଲଗ୍ନ କରେ, ସେତେବେଳେ ସତର ସ୍ୱଭାବ ତା ଭିତରେ ହୁଏ। ବିଷୟରେ ମନ ସଂଲଗ୍ନ କରିବାକୁ ଆସକ୍ତି କହନ୍ତି। ମୁଁ ମୋ ସ୍ତ୍ରୀକୁ ପ୍ରେମ କରେ, କିନ୍ତୁ ମୁଁ ଚାହେଁ ଯେତେବେଳେ ମୋ ସ୍ତ୍ରୀଟା ମୋ ହିସାବରେ ଚଳୁ, ମୋ ହିସାବରେ ଖାନା ବନଉ, କି ମୋ ହିସାବରେ ସେ ଶାଢ଼ୀ ପିନ୍ଧୁ, ମୁଁ ଯେମିତି ଚାହୁଁଛି ସେ ସେମିତି କରୁ, ମୁଁ ସେଇଟା ହଉଛି ଆସକ୍ତି। ମୁଁ ମୋ ସନ୍ତାନ ସନ୍ତତିକୁ ପ୍ରେମ କରେ ବା ଶ୍ରଦ୍ଧା କରେ, ମୁଁ ଚାହେଁ ମୋ ସନ୍ତାନଟା ଡାକ୍ତର ହଉ, ଇଞ୍ଜିନିୟର ହଉ, ମୁଁ ତା କଥା ଚିନ୍ତା କରେନି। ବାସ୍ତବ ପ୍ରେମ ହଉଛି ଯୋଉ ଅବସ୍ଥାରେ ଥାଉ,
ସେଇ ଅବସ୍ଥାରେ ମୁଁ ଯଦି ମୋ ସ୍ତ୍ରୀ ଯୋଉ ଗୁଣ ଖରାପ ଗୁଣ ଥାଉ ଭଲ ଗୁଣ ଥାଉ ଯେମିତି ଥାଉ ମୁଁ ଯଦି ତାକୁ ସେଇଭଳି ଭାବରେ ଗ୍ରହଣ କରେ ତାହା ହଉଛି ବାସ୍ତବ ପ୍ରେମ। ମୁଁ ମୋ ହିସାବରେ ଯଦି ଗ୍ରହଣ କରେ ତାହା ହଉଛି ଆସକ୍ତି। ମୋ ସନ୍ତାନ ମାନଙ୍କୁ ଯୋଉ ଅବସ୍ଥାରେ ଥାଆନ୍ତି ଯେମିତି ଥାଆନ୍ତି ପାଠ ପଢୁ ନ ପଢୁ ଦୁଷ୍ଟ ହଉ ବାଳୁଙ୍ଗା ହଉ ଯଦି ସେଇ ହିସାବରେ ତାକୁ ମୁଁ ଗ୍ରହଣ କରେ ତାହା ହଉଛି ପ୍ରେମ। କିନ୍ତୁ ଯଦି ମୁଁ ତାକୁ ମୋ ହିସାବରେ ତାକୁ ଗଢି ତୋଳିବା ପାଇଁ ଚେଷ୍ଟା କରେ ମୋ ହିସାବରେ ମୁଁ ତାକୁ ଭଲ ପାଏ ତାହା ହଉଛି ଆସକ୍ତି। ଠାକୁର କହୁଛନ୍ତି ତାହା ହଉଛି ବିଷୟରେ ମନ ସଂଲଗ୍ନ କରିବାକୁ ଆସକ୍ତି କହନ୍ତି ଆଉ ସତରେ ସଂଲଗ୍ନ କରିବାକୁ ଭକ୍ତି କୁହନ୍ତି। ପ୍ରେମ ଭକ୍ତିର କ୍ରମୋନ୍ନତି ଭକ୍ତିର ଗାଢତ୍ୱ ହିଁ ପ୍ରେମ। ଅହଙ୍କାର ଯେଉଁଠି ଯେତେ ପତଳା ଭକ୍ତିର ସ୍ଥାନ ସେତେ ମଧ୍ୟ ବେଶୀ। ତେଣୁ ଭକ୍ତି ଭିନ୍ନ ସାଧନାରେ ସଫଳ ହେବାର ଉପାୟ କେଉଁଠି ବୋଲି ଠାକୁର କହୁଛନ୍ତି ଭକ୍ତି ହିଁ ସିଦ୍ଧି ଆଣିଦେଇପାରେ। ଆଉ ବିଶ୍ୱାସ ଯେପରି ଅନ୍ଧ ହୁଏ ନା ଭକ୍ତି ମଧ୍ୟ ସେପରି ମୁଢା ହୁଏ ନାହିଁ। ଯେତେ ଭକ୍ତି ଥାଏ ପ୍ରେମ ଥାଏ ସେ ମଧ୍ୟ ମୁଢା ହୁଏ ନା। ଭକ୍ତିର କସ୍ମିନ କାଳେ କୌଣସି ପ୍ରକାର ଦୁର୍ବଳତା ନଥାଏ। କ୍ଲିବତ ଦୁର୍ବଳତା ଅନେକ ସମୟରେ ଭକ୍ତିର ଖୋଳପା ପିନ୍ଧି ଛିଡା ହୁଏ ଏବଂ ତାଠାରୁ ସାବଧାନ ରହିବା ପାଇଁ ଠାକୁର କହିଛନ୍ତି। ତେଣୁ ଆଜି ଯୋଉ ଭକ୍ତି ଯୋଗ ମୁଁ ଯେତିକି ପାରିଛି ଠାକୁରଙ୍କ ଭାବଧାରାରେ ଆଜି ବୁଝିବା ପାଇଁ ଆପଣମାନଙ୍କୁ ଚେଷ୍ଟା କରିଛି। ତେଣୁ ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୁସ୍ଥି ବିଧାନ ପାଇଁ ପରମପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ ବନ୍ଦେ ପୁରୁଷୋତ୍ତମ ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ।